ଆଜିର ଭିଡିଓରେ ଆମେ ଆପଣଙ୍କୁ ଜଣାଇବୁ ରୂପା ମୁଦି ପିନ୍ଧିବାର କ'ଣ ଲାଭ ହୋଇଥାଏ। ରୂପା ମୁଦି ଆପଣ କେଉଁ ଆଙ୍ଗୁଠିରେ ପିନ୍ଧିଲେ ଆପଣଙ୍କର ଭାଗ୍ୟର ଉନ୍ନତି ହୋଇଥାଏ। ଆପଣ ଦେଖିଥିବେ ଆଜିର ଦୁନିଆରେ ପ୍ରାୟ ସମସ୍ତେ ରୂପାର ମୁଦି ଧାରଣ କରିଥିବାର। ଏମିତି ବି ହୋଇଥାଏ କିଛି କିଛି ବ୍ୟକ୍ତିଙ୍କର ମନରେ ଧାରଣା ଥାଏ ଯେ ରୂପା ମୁଦି ମୋତେ ସୁଟ୍ କରୁନାହିଁ, ରୂପା ମୁଦି ମୋ ରାଶିରେ ନାହିଁ। ଏହି ଟାଇପ୍ର ଚିନ୍ତାଧାରା ମଧ୍ୟ ଅନେକ ବ୍ୟକ୍ତିଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥାଏ। ତେବେ ଆସନ୍ତୁ ଆଜିର ଭିଡିଓରେ ଜାଣିବା ରୂପା ମୁଦି ଆପଣ କେଉଁ ଆଙ୍ଗୁଠିରେ ପିନ୍ଧିଲେ ଆପଣଙ୍କ ଭାଗ୍ୟର ଉନ୍ନତି ହୋଇଥାଏ, କେଉଁ ଆଙ୍ଗୁଠିରେ ପିନ୍ଧିଲେ ଶୁଭ ଫଳ ପ୍ରାପ୍ତ ହେବ। ଦେଖନ୍ତୁ ଦର୍ଶକ ବନ୍ଧୁ, ପ୍ରଥମେ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଧାତୁର କିଛି ନା କିଛି ଗୁଣ ରହିଥାଏ। ଯେମିତି ରୂପା ଏକ ଧାତୁ ଅଟେ, ରୂପାକୁ ଚନ୍ଦ୍ର, ଶୁକ୍ର ଏବଂ ବୃହସ୍ପତି ଏହି ତିନୋଟି ଗ୍ରହର ଧାତୁ କାରକ ଭାବେ ରୂପା ମାନିଥାନ୍ତି। ତେଣୁ ରୂପା ପିନ୍ଧିବା ଦ୍ୱାରା, ରୂପାକୁ ଧାରଣ କରିବା ଦ୍ୱାରା ରୂପାର ମୁଦି ଆପଣମାନେ ପିନ୍ଧିପାରିବେ। ରୂପାର ଚେନ୍, ରୂପାର ଲକେଟ୍, ରୂପାର କିଛି ବି ଇତ୍ୟାଦି ରୂପାରେ ତିଆରି ଦ୍ରବ୍ୟକୁ ଯଦି ଆପଣ ଧାରଣ କରନ୍ତି ତ ଶୁକ୍ର, ଚନ୍ଦ୍ର ଏବଂ ବୃହସ୍ପତି ଏହି ତିନୋଟି ଗ୍ରହ ଆପଣଙ୍କ ଉପରେ କୃପା ବର୍ଷା କରିଥାନ୍ତି ଏବଂ ଚନ୍ଦ୍ର, ଶୁକ୍ର ଓ ବୃହସ୍ପତି ଏହି ତିନୋଟି ଗ୍ରହର ସାନ୍ନିଧ୍ୟ ଆପଣଙ୍କୁ ଲାଭ ପାଇପାରିବେ। ରୂପା ପିନ୍ଧିଲେ କ'ଣ କ'ଣ ଶୁଭ ପ୍ରାପ୍ତ ହୋଇଥାଏ। ଦେଖନ୍ତୁ ଦର୍ଶକ ବନ୍ଧୁ, ଚନ୍ଦ୍ର ଯେହେତୁ ରୂପାର ଧାତୁ, ତେଣୁ ରୂପାକୁ ଆପଣ ଧାରଣ କଲେ ଆପଣଙ୍କର ମନ ଶାନ୍ତ ରହିବ, ସ୍ଥିର ସ୍ୱଭାବ ସୃଷ୍ଟି କରାଇବ। ଯେତେ ପ୍ରକାର ଆପଣଙ୍କର ଟେନସନ୍ ଭିତରେ ରହିଲେ ବି ଯଦି ରୂପା ଧାରଣ କରନ୍ତି ତେବେ ନିଶ୍ଚିତ ଭାବରେ ଆପଣଙ୍କୁ ସେହି ରୂପା ଧାତୁ ଚିନ୍ତାମୁକ୍ତ କରାଇବ। ଶୁକ୍ର ଯେଉଁ କାର୍ଯ୍ୟ ଆପଣଙ୍କର ଅସଫଳତା ରହିଥାଏ, ଯେଉଁ କାର୍ଯ୍ୟକୁ ଶୁକ୍ର ପ୍ରଭାବରୁ ଅସଫଳ କାର୍ଯ୍ୟକୁ ଆପଣଙ୍କର ସଫଳ କରାଇବ। ଯେଉଁ କାର୍ଯ୍ୟ ଆପଣଙ୍କର ଅଟକିକି ରହିଛି, ବିଶେଷ ଭାବରେ ଯେଉଁ କାର୍ଯ୍ୟକୁ ଆପଣ ଯେତେ ଚେଷ୍ଟା କଲା ପରେ ମଧ୍ୟ କରିପାରୁନାହାନ୍ତି, ସେହି କାର୍ଯ୍ୟକୁ ଆପଣଙ୍କର କରାଇ ଦେଇଥାଏ। ରୂପା ମୁଦି ପିନ୍ଧିବା ଦ୍ୱାରା ଏବଂ ଶୁକ୍ରଙ୍କ ପ୍ରଭାବରେ ଆପଣଙ୍କର ଅସଫଳ କାର୍ଯ୍ୟକୁ ସଫଳ କରାଇ ପାରିବେ। ଗୋଲ ସଦୃଶ ରୂପା ମୁଦିଟିଏ ଆପଣ ଅନାମିକା ଆଙ୍ଗୁଠିରେ ପିନ୍ଧିବେ, ନାହିଁ ତ ଆପଣଙ୍କର ବିଶି ଆଙ୍ଗୁଠି, ବୁଢ଼ା ଆଙ୍ଗୁଠି ପାଖରେ ଯେଉଁ ଆଙ୍ଗୁଠିଟି, ସେହି ବିଶି ଆଙ୍ଗୁଠିରେ ଯଦି ଆପଣ ରୂପାର ମୁଦି ଧାରଣ କରିବେ, ଆପଣଙ୍କର ସମସ୍ତ ଅସମ୍ପନ୍ନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥାଏ। ତା ସହ ଆଉ କ'ଣ ହୋଇଥାଏ ନା ଆପଣଙ୍କର ବୁଦ୍ଧି ବିବେକ, ଆପଣଙ୍କର ଚିନ୍ତାଧାରାର ବୁଦ୍ଧିକୁ ବଢ଼ାଇଥାଏ। ଯଦି ଆପଣ ଥାଇରଏଡ୍ ରୋଗ ଭୋଗୁଛନ୍ତି ବା ଆପଣଙ୍କର ଥାଇରଏଡ୍ ରୋଗରେ ପୀଡ଼ିତ ଅଛନ୍ତି, ତେବେ ସ୍ତ୍ରୀ ଲୋକମାନେ ରୂପାର ଚେନ୍ କିମ୍ବା ରୂପାର ଲକେଟ୍ ଯଦି ବେକରେ ଧାରଣ କରିବେ ତ ସାଇଣ୍ଟିଫିକାଲି ଏବଂ ଅଷ୍ଟ୍ରୋଲୋଜିକାଲି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ତ ଆପଣଙ୍କର ହରମୋନ୍ ବାଲାନ୍ସ ଠିକ୍ ରହିଥାଏ ଏବଂ ଥାଇରଏଡ୍ ପ୍ରୋବ୍ଲେମ୍ ଏବଂ ସ୍ତ୍ରୀ ଜନିତ ରୋଗ, ଗାଇନିଂ ପ୍ରୋବ୍ଲେମ୍ ସମସ୍ୟାରୁ ମଧ୍ୟ ଆପଣଙ୍କୁ ମୁକ୍ତି ଦେଇଥାଏ ଏହି ରୂପା ମୁଦି। ଯେହେତୁ ସୌନ୍ଦର୍ଯ୍ୟ କାରକ ହେଉଛନ୍ତି ଶୁକ୍ର, ତେଣୁ ଯଦି ପୁରୁଷମାନେ ତାଙ୍କ ହାତରେ ରୂପାର ମୁଦି ଧାରଣ କରନ୍ତି ତ ନିଶ୍ଚିତ ଭାବରେ ସେମାନଙ୍କର ବୁଦ୍ଧି, ଜ୍ଞାନ ସବୁ କାର୍ଯ୍ୟରେ ଦକ୍ଷତାକୁ ବୃଦ୍ଧି କରିଥାଏ, କାର୍ଯ୍ୟ କରିବା ପାଇଁ ଇଚ୍ଛା ଶକ୍ତି କରାଇଥାଏ। ତେଣୁ ରୂପା ମୁଦି ଆପଣମାନେ ଧାରଣ କରିବା ଦ୍ୱାରା ଚନ୍ଦ୍ର, ଶୁକ୍ର ଏବଂ ବୃହସ୍ପତି ନିଶ୍ଚିତ ଭାବରେ ଶାନ୍ତ ହୋଇଥାନ୍ତି। ଆପଣମାନେ ଯେଉଁ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଥାଏ କି ମୋ ରାଶିରେ ରୂପା ସୁଟ୍ କରୁନାହିଁ, ଦେଖନ୍ତୁ ଦର୍ଶକ ବନ୍ଧୁ, ଏମିତି କିଛି ବି ନୁହେଁ। ରୂପା ସମସ୍ତଙ୍କ ପାଇଁ ଗୋଟିଏ ଦୁର୍ଲଭ ଧାତୁ ଅଟେ। ରୂପାକୁ ସମସ୍ତେ ଧାରଣ କରିପାରିବେ, କିନ୍ତୁ ବିଶେଷ ଭାବରେ ବିଛା ରାଶି, ଧନୁ ରାଶି, ବୃଷ ରାଶି, କର୍କଟ ରାଶି, ମୀନ ରାଶି ଏହି ରାଶିର ବ୍ୟକ୍ତିବିଶେଷ ଭାବରେ ଯଦି ରୂପା ଧାରଣ କରନ୍ତି ତ ସେମାନଙ୍କ ପାଇଁ ଅତ୍ୟନ୍ତ ଦୁର୍ଲଭ ହୋଇଥାଏ ଏବଂ ରୂପା ତାଙ୍କୁ ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିଥାଏ। ଏବଂ ଆଗକୁ ଆପଣମାନେ ଯଦି ରୂପା ଧାରଣ କରନ୍ତି ତ ଆଗକୁ ଆପଣ ଉପରକୁ ଉଠିବେ ଏବଂ ଉନ୍ନତି ପରେ ଉନ୍ନତି କରିବେ ଏହି ରୂପା ମୁଦି ପିନ୍ଧିବା ଦ୍ୱାରା। ରୂପା ମୁଦି ପିନ୍ଧିବାର 10ଟି ଚମତ୍କାରୀ ଫାଇଦା ଆସନ୍ତୁ ଜାଣିବା। ତା ପୂର୍ବରୁ ଆପଣଙ୍କୁ ମୋର ଅନୁରୋଧ, ଭିଡ଼ିଓଟିକୁ ଗୋଟେ ଲାଇକ୍ କରନ୍ତୁ, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ଟିକୁ ଦବାଇ ଦିଅନ୍ତୁ ଏବଂ ଭିଡ଼ିଓଟିକୁ ଅଧିକରୁ ଅଧିକ ମାତ୍ରାରେ ସେୟାର କରନ୍ତୁ। ଯଦି ଆପଣ ଆପଣଙ୍କ ହାତରେ ରୂପାର ମୁଦିଟିଏ ପିନ୍ଧିଛନ୍ତି ତ ଭଲ କଥା। ଯଦି ବି ରୂପା ମୁଦି ପିନ୍ଧି ନାହାନ୍ତି ତେବେ ତୁରନ୍ତ ରୂପା ମୁଦି ପିନ୍ଧି ଦିଅନ୍ତୁ। ଏବଂ କ'ଣ ପାଇଁ ଆପଣ ରୂପା ମୁଦି ପିନ୍ଧିବେ, ଆଜିର ଭିଡ଼ିଓରେ ଆମେ ଆପଣଙ୍କୁ ଜଣାଇବୁ। ରୂପା ଏମିତି ଗୋଟିଏ ଧାତୁ ଯାହା ଆପଣଙ୍କ ଜୀବନରେ ଯେତେ ବି ସମସ୍ୟା ଥାଏ ସେହି ସମସ୍ୟାକୁ ରୂପା ଧାତୁ ହିଁ ମୁକ୍ତି ଦେଇଥାଏ। ଆଉ ରୂପା ଏମିତି ଗୋଟିଏ ଧାତୁ ଯାହାକୁ ଆପଣଙ୍କର
ସମସ୍ତ ଗ୍ରହମାନେ ଯେତେ ବି ଅଶୁଭ ସ୍ଥିତିରେ ଥାଆନ୍ତି, ଆପଣଙ୍କୁ ରୂପା ମୁଦି ପିନ୍ଧିବା ଦ୍ୱାରା ସେହି ଗ୍ରହମାନଙ୍କ ଠାରୁ ଆପଣଙ୍କର ଶୁଭ ଫଳ ପ୍ରାପ୍ତି କରିପାରିବେ। ତେବେ ପ୍ରଥମେ ଜାଣିବା ରୂପା କ'ଣ? ରୂପା ହେଉଛି ଗୋଟିଏ ଥଣ୍ଡା ବା ଶୀତଳ ଧାତୁ। ସୁନା ଯେପରି ଗରମ ଧାତୁ, ରୂପା ହେଉଛି ଏକ ଶୀତଳ ବା ଥଣ୍ଡା ଧାତୁଟିଏ। ରୂପାର ସୃଷ୍ଟି ଦେବଦେବ ମହାଦେବଙ୍କ ଆଖିରୁ ରୂପାର ସୃଷ୍ଟି ହୋଇଥିଲା। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରୂପାର ସମ୍ବନ୍ଧ ଶୁକ୍ର ଗ୍ରହ, ଚନ୍ଦ୍ର ଗ୍ରହଙ୍କ ସହିତ ରହିଛି। ଆଉ ଏହି ରୂପା ଧାତୁ ଆପଣଙ୍କ ଶରୀରର ଜଳ ତତ୍ତ୍ୱ ଏବଂ କଫ ଧାତୁକୁ ନିୟନ୍ତ୍ରଣ କରିଥାଏ। ଯଦି ଆପଣ ପ୍ରତ୍ୟେକ ଦିନ ଗୋଟିଏ ତମ୍ବା ପାତ୍ରରେ ପାଣି ନେଇ ସେହି ପାଣିରେ ରୂପା ଧାତୁକୁ ପକାଇ ସେହି ପାଣିକୁ ଆପଣ ପ୍ରତ୍ୟେକ ଦିନ ପିଅନ୍ତି, ତ ଆପଣଙ୍କ ଶରୀର ଭିତରେ ଯେତେ ବି ବିଷ ସବୁ ଅଛି ସେ ସବୁକୁ ବାହାର କରାଇ ଦେଇଥାଏ ଏହି ତମ୍ଭାର ପାଣି। ଖାଲି ତମ୍ଭାର ପାଣି ନୁହଁ, ସେହି ତମ୍ଭା ପାଣିରେ ଆପଣ ରୂପାର କିଛି ଧାତୁ ପକାଇ ଯଦି ପିଇଥାନ୍ତି, ଆପଣଙ୍କର ସ୍କିନ୍ ସମସ୍ୟା ବି ଦୂର ହୋଇଥାଏ। ରୂପା ମୁଦି ପିନ୍ଧିବା ଦ୍ୱାରା ଆପଣଙ୍କର ଗ୍ରହମାନେ ସବୁ ଶୁଭ ସ୍ଥିତିରେ ଶୁଭ ଫଳ ଆପଣଙ୍କୁ ଦେଇଥାନ୍ତି। ରୂପା ମୁଦି ନିହାତି ପିନ୍ଧିବା ଦରକାର। ଆଉ ରୂପା ମୁଦିକୁ ଆପଣ କେଉଁ ଆଙ୍ଗୁଠିରେ ପିନ୍ଧିବେ? ପୁରୁଷମାନେ ଡାହାଣ ହାତର ଅନାମିକା ଆଙ୍ଗୁଠିରେ, କନିଷ୍ଠ ଆଙ୍ଗୁଠି କିମ୍ବା ବୁଢ଼ା ଆଙ୍ଗୁଠିରେ ପିନ୍ଧିବେ। ଆଉ ମହିଳାମାନେ ଡାହାଣ ହାତର ଅନାମିକା ଆଙ୍ଗୁଠି କିମ୍ବା କନିଷ୍ଠ ଆଙ୍ଗୁଠିରେ ରୂପା ମୁଦି ନିହାତି ପିନ୍ଧିବା ଉଚିତ। ଯଦି ରୂପାର ଚେନ୍ ଆପଣମାନେ ପିନ୍ଧିବେ ତ ଆପଣଙ୍କର ବାଣୀ ବା କଥାରେ ସୁଧାର ଆସିବ। ରୂପା ମୁଦି ପିନ୍ଧିବା ଦ୍ୱାରା ଆପଣଙ୍କର ପାତ, ପିତ୍ତ ଏବଂ କଫ ଦୋଷରୁ ମୁକ୍ତି ପାଇବେ। ଯଦି ଆପଣ ରୂପାର ଥାଳିଆରେ ମହୁ ପ୍ରତ୍ୟେକ ଦିନ ସେବନ କରିବେ ତ ଆପଣଙ୍କର ସ୍କିନ୍ ଉଜ୍ଜଳ ରହିବ ବା ଉଜ୍ଜଳ ଦେଖାଯିବ। ଯେଉଁମାନଙ୍କର ବିବାହରେ ସମସ୍ୟା ଆସିଥାଏ କିମ୍ବା ଧନର ସମସ୍ୟା ଦେଖାଦିଏ, ସବୁବେଳେ ଅର୍ଥର ଅଭାବରେ ଦିନ କାଟୁଛନ୍ତି, ତେବେ ରୂପାର ମୁଦିଟିଏ ଅନାମିକା ଆଙ୍ଗୁଠିରେ କିମ୍ବା କନିଷ୍ଠ ଆଙ୍ଗୁଠିରେ ଆପଣମାନେ ନିହାତି ପିନ୍ଧନ୍ତୁ। ଏହା ଆପଣଙ୍କ ପାଇଁ ବହୁତ ଶୁଭକାରୀ ହୋଇଥାଏ। ଆଜିର ଭିଡ଼ିଓଟି ନିଶ୍ଚିତ ଭାବରେ ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ସତରେ ଆପଣଙ୍କୁ ପସନ୍ଦ ଆସିଥାଏ ଭିଡ଼ିଓଟି, ତେବେ ଭିଡ଼ିଓଟି ଗୋଟେ ଲାଇକ୍ କରିଦିଅନ୍ତୁ। ଏପର୍ଯ୍ୟନ୍ତ ଯଦି ଆମ ଚ୍ୟାନେଲରେ ନୂଆ ଅଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ତାହେଲେ ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ, ଯାହାଫଳରେ ଆମର ଏହିଭଳି ପ୍ରତ୍ୟେକ ଶିକ୍ଷଣୀୟ ଭିଡ଼ିଓ ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚିବ। ଆପଣମାନେ ଏହିଭଳି ଭିଡ଼ିଓ ଦେଖିବାର ସୁଯୋଗ ପାଇପାରିବେ।